କନ୍ୟା ଶଙ୍ଖ ଭେରି ଦଧି ଫଳ କୁସୁମମ୍ ପାବକମ୍ ବିଦ୍ୟମାନା ଜାଲମ୍ବୀ ପ୍ରଯୁକ୍ତା ଦ୍ୱୟ ଗଜ ବୃଷଭ ପୂର୍ଣ୍ଣ କୁମ୍ଭାଦି ସର୍ବାମ୍ ଆବରମୁଖୀର ମଧ୍ୟେ ଜଳଚର ଯୁଗଳେ ସ୍ୱର୍ଣ୍ଣବର୍ଣ୍ଣ ଚ ବିମ୍ବା ବୈଶ୍ୟା ସ୍ତ୍ରୀ ଶ୍ୱେତବସ୍ତ୍ରଗମନଂ ମହିମୁଖମ୍ କୁର୍ବମସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମର ଦେଶ ଭାରତବର୍ଷ କେଉଁ ଆଦିମ ଯୁଗରୁ ବିଶ୍ୱଗୁରୁ ଭାବରେ ପରିଚିତ ହେଇ ଆସୁଛି। ଭାରତର ପରମ୍ପରା, ଭାରତୀୟ ଦର୍ଶନ, ଭାରତୀୟ ଧର୍ମଶାସ୍ତ୍ର ସମ୍ପୂର୍ଣ୍ଣ ନିଆରା। ଏଥିରେ ସମସ୍ତଙ୍କୁ ତାଙ୍କ ଉପରେ ଈଶ୍ୱର ବୋଲି କୁହାଯାଇଛି। ଏଠି କାଠ ବି ଈଶ୍ୱର, ପଥର ବି ଈଶ୍ୱର, ଗଛ ଈଶ୍ୱର, ସମସ୍ତେ ଈଶ୍ୱର। କାହିଁକି? ଆମର ଭାଗବତରେ ଗୋଟେ ବାଣୀ କୁହାଯାଇଛି, ସକଳ ଘଟେ ନାରାୟଣ ଅନାଦି ପରମ କାରଣ। ସମସ୍ତଙ୍କଠାରେ ଭଗବାନ ବିଦ୍ୟମାନ ହେଇଛନ୍ତି। ତା ମଧ୍ୟରେ ବୃକ୍ଷ ହେଉଛନ୍ତି ଭଗବାନଙ୍କର ସ୍ୱରୂପ। ତାଙ୍କଠାରେ ହିଁ ଆରୋପ କରାଯାଇଛି। ବୃକ୍ଷଙ୍କୁ ଭଗବାନ ବୋଲି କୁହାଯାଏ। ଭାବି ଦେଖନ୍ତୁ, ବୃକ୍ଷ ଜୀବନରେ ସବୁ କିଛି ଦେଇ ଜାଣିଛନ୍ତି, ସେ କିଛି ନେଇ ଜାଣନ୍ତି ନାହିଁ। ତାଙ୍କର କିଛି ଆବଶ୍ୟକ ବି ନାହିଁ। ବୃକ୍ଷ କଣ ନ ଦଉଛନ୍ତି? ଛାଇ ଦଉଛନ୍ତି, ଫଳ ଦଉଛନ୍ତି, ଫୁଲ ଦଉଛନ୍ତି, ପତ୍ର ଦଉଛନ୍ତି, ଜାଳେଣୀ କାଠ ଦଉଛନ୍ତି, ଆମର ଖଟ ପଲଙ୍କ ତିଆରି କରିବା ପାଇଁ କାଠ ଦଉଛନ୍ତି। ତାହେଲେ ଭାବି ଦେଖନ୍ତୁ ବନ୍ଧୁଗଣ, ତେଣୁ ବୃକ୍ଷ କେତେ ମହାନ, ସେ ଖାଲି ଦେଇ ଜାଣନ୍ତି। ସେଥିପାଇଁ ବୃକ୍ଷମାନଙ୍କୁ ଈଶ୍ୱର ରୂପରେ ପୂଜା କରାଯାଏ। ଆମର ଭାରତୀୟ ଆର୍ଯ୍ୟ ସଂସ୍କୃତିରେ ବୃକ୍ଷ ପୂଜା ଏକ ମହାନ କଥା। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଆମେ ସମସ୍ତେ ବୃକ୍ଷଙ୍କୁ ପୂଜା କରିବା ଆବଶ୍ୟକ। ପୂଜା କରିବାର ଅର୍ଥ, ଗଛଟିକୁ ସ୍ନେହ କଲେ ପୂଜା କରିବାର ଅର୍ଥ ହେଉଛି ଆମେ ଯେଉଁ ବୃକ୍ଷଙ୍କୁ ପୂଜା କରୁଛେ ଆମେ ତାଙ୍କୁ କେବେ ହାଣିବା ନାହିଁ। ତାହେଲେ ବୃକ୍ଷ ସଂସାରରେ ରହିଲେ ଆମେ ଯାଇକିରି ରହିବା। ବିନା ବୃକ୍ଷରେ ମାନବ ସମାଜର ପରିକଳ୍ପନା ଅବସମ୍ଭାବୀ। ତାହେଲେ ବୃକ୍ଷ ଆମ ପାଇଁ କେତେ ମହାନ ତ୍ୟାଗ କରିଛନ୍ତି, ସବୁ କିଛି ସେ ଦେଇ ଜାଣିଛନ୍ତି। ତେଣୁ ଭାରତୀୟ ସଂସ୍କୃତିରେ ବୃକ୍ଷ ପୂଜା ହେଉଛି ଗୋଟେ ମୁଖ୍ୟ ଜିନିଷ। ସାଧାରଣତଃ ଆମେ ବେଲଗଛ, ବରଗଛ, ଅଶ୍ୱତ୍ଥ ଗଛ, ଅଁଳା ଗଛ, ଆମେ ଏମିତି କେତୋଟି ପର୍ଟିକୁଲାର ଗଛଙ୍କୁ ପୂଜା କରୁ, ସମ୍ମାନ କରୁ। କିନ୍ତୁ ବନ୍ଧୁଗଣ, ସମସ୍ତ ବୃକ୍ଷ, ଯେତେ ପ୍ରକାରର ବୃକ୍ଷ ଅଛନ୍ତି ସଂସାରରେ, କେହି କାହାରିଠାରୁ କମ ନୁହନ୍ତି। ଆମେ ଯାହାକୁ ଖରାପ ବୃକ୍ଷ କହିକିରି ଓପାଡ଼ି ଦଉଛେ, ଭାବି ଦେଖନ୍ତୁ, ଗୋଟେ ଗଛ ହଉଛି ବାଇଡଙ୍କ, ଯୋଉ ଗୋଳମଟି ବାଇଡଙ୍କ, ସେ ବାଇଡଙ୍କଟି ଆମେ ଦେଖିଲା ମାନେ ତାକୁ ଓପାଡ଼ିକିରି ଫୋପାଡ଼ି ଦଉଛେ। କିନ୍ତୁ ଭାବି ଦେଖନ୍ତୁ, ସେଇ ଆୟୁର୍ବେଦିକ ଡକ୍ଟର ମାନେ ଜାଣିଛନ୍ତି ଯେ ବାଇଡଙ୍କର ମହତ୍ଵଟି କେତେ, ତା ଦେହରୁ କେତେ ମୂଲ୍ୟବାନ ଔଷଧ ସବୁ ତିଆରି କରାଯାଉଛି। ତାହେଲେ ସମସ୍ତ ଗଛ, ଯେତେ ପ୍ରକାର ଗଛ ସଂସାରରେ ଅଛନ୍ତି, ସମସ୍ତେ ପୂଜନୀୟ। କୌଣସି ଗଛ କେହି କାହାଠାରୁ ନ୍ୟୁନ ନୁହନ୍ତି। ବନ୍ଧୁଗଣ, ତେଣୁ ବୃକ୍ଷ ମାଧ୍ୟମରେ ଜ୍ୟୋତିଷ ଶାସ୍ତ୍ରରେ ବହୁତ କଥା କୁହାଯାଇଛି। ବୃକ୍ଷ ବିଷୟରେ
ତେଣୁ ଆମେ ଆଜି ସେଇ ସମ୍ବନ୍ଧୀୟ ଗୋଟିଏ ଏପିସୋଡ କରିଛି ମୁଁ ପାର୍ଟ 466। ଶୀର୍ଷକଟିର ନାଁ ହେଉଛି କେଉଁ ବୃକ୍ଷ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବେ। ବନ୍ଧୁଗଣ ଦେଖନ୍ତୁ କେଡ଼େ ବଡ଼ କଥାଟିଏ, ଆପଣଙ୍କର ଭାଗ୍ୟକୁ ସେ ପରିବର୍ତ୍ତନ କରାଇଦେବେ ସେ ବୃକ୍ଷ। ସେଥିପାଇଁ କାହା ପାଇଁ କେଉଁ ବୃକ୍ଷ, ସମସ୍ତଙ୍କ ପାଇଁ ସବୁ ବୃକ୍ଷ ନୁହଁ। ଆପଣଙ୍କର ପେଟ ଖରାପ ହେଉଛି, ଆପଣ ବେଲପତ୍ରଟିଏ ଖାଇବେ। ଯେମିତି ଗୋଟେ ପର୍ଟିକୁଲାର ରୋଗ ପାଇଁ ପର୍ଟିକୁଲାର ଔଷଧଟିଏ ଅଛି, ପର୍ଟିକୁଲାର ଗଛଟିଏ ଅଛନ୍ତି, ସେଇଭଳି ଆମେ ଜାଣିବା ଆମର ନକ୍ଷତ୍ର ହିସାବରେ। ବନ୍ଧୁଗଣ, ସମୁଦାୟ ନକ୍ଷତ୍ର ସଂଖ୍ୟା ହେଲା 27। ଏଇ 27ଟି ନକ୍ଷତ୍ର ମଧ୍ୟରୁ ଆପଣଙ୍କର ଯେକୌଣସି ନକ୍ଷତ୍ରଟି ହେଇଥିବେ, ଯେକୌଣସି ନକ୍ଷତ୍ର ବି ହେଇଥିବେ, ନକ୍ଷତ୍ର ଆପଣ ଜାଣିବେ କେମିତି ନା, ନକ୍ଷତ୍ର ହେଉଛି ଟୋଟାଲ 27ଟି, 1 ଠାରୁ ଆରମ୍ଭ କରି 27 ନକ୍ଷତ୍ର ପର୍ଯ୍ୟନ୍ତ। ଅଶ୍ୱିନୀ, ଦ୍ୱିଜା, କୃତିକା, ରୋହିଣୀ, ମୃଗଶିରା, ଆଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଲେଷା, ମଘା, ପୂର୍ବା ଫାଲ୍ଗୁନୀ, ଉତ୍ତରା ଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତି, ବିଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରବଣା, ଧନିଷ୍ଠା, ଶତଭିଷା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ଆଉ ରେବତୀ। ତାହେଲେ ବନ୍ଧୁଗଣ, ଏତିକିଟି ନକ୍ଷତ୍ର ଅଛନ୍ତି। ତେଣୁ ସେଇ ନକ୍ଷତ୍ର ଭିତରେ ଯାହାର ଯେଉଁ ନକ୍ଷତ୍ରଟି, କାରଣ ଆପଣଙ୍କର ତ 3-4ଟା ନକ୍ଷତ୍ର ଏକା ସାଙ୍ଗରେ ହବନି, ଯୋଉ ନକ୍ଷତ୍ର ଗୋଟିଏ ବି ଆପଣଙ୍କର ହେଇଥିବେ। ଆପଣଙ୍କର ମନେକର ଲେଖା ହେଇଛି 27/12, ଦେଖନ୍ତୁ ବନ୍ଧୁଗଣ, ଏମିତି କୁଣ୍ଡଳୀ ମଝିରେ ଲେଖା ହେଇଥିବ, ତା ମାନେ ଉପରଟି ହେଉଛି ନକ୍ଷତ୍ର, ତଳଟି ହେଉଛି ରାଶି। ଆପଣ ତଳ କଥାଟି ଛାଡ଼ି ଦିଅନ୍ତୁ, ଉପର କଥାଟିକି ଖାଲି ଦେଖନ୍ତୁ। ଉପର ନକ୍ଷତ୍ରଟି କ'ଣ? 27 ନକ୍ଷତ୍ର। ଆପଣ ଜାଣିଲେ ଯେ ସେଇ ଗୋଟିକ ହେଉଛି ମୋର ନକ୍ଷତ୍ର। ଆଉ ଏଇ ଏପିସୋଡର କାମ ହେଉଛି ଏଇଠାରେ କାମଟି ଅଛି। ଦେଖନ୍ତୁ, ଯେଉଁମାନଙ୍କର ଅଶ୍ୱିନୀ ନକ୍ଷତ୍ର ଅର୍ଥାତ୍ 1/1 ଲେଖା ହେଇଥିବ, ଯେଉଁମାନଙ୍କର ଅଶ୍ୱିନୀ ନକ୍ଷତ୍ର, ତାଙ୍କ ପାଇଁ ଭାଗ୍ୟ ପରିବର୍ତ୍ତନ କରିଦେବ କେଉଁ ଗଛ? କୋଚିଳା ଗଛ। ବନ୍ଧୁଗଣ, କୋଚିଳା ଗଛ ଆପଣମାନେ ଦେଖିଥିବେ, ସେଥିରେ ସବୁ ଛୋଟିଆ ଛୋଟିଆ ବଲ୍ ଭଳିଆ ଫଳଟିଏ ହୁଏ, ଗୋଲ ଫଳଟିଏ ହୁଏ, ଆଉ ସିଏ ଭାରି ବିଷାକ୍ତ ଫଳଟିଏ, କୋଚିଳା ଫଳ। ଆଉ ତା ଭିତରକୁ ଭାଙ୍ଗି ଦେଲେ ତା ଭିତରେ ଯେମିତି 50 ପଇସା ଭଳିଆ ସବୁ ମଞ୍ଜି ଗୁଡ଼ିକ ଥିବ। 50 ପଇସା ଯେଡ଼ିକି ସାଇଜର କି 25 ପଇସି ଯେଡ଼ିକି ସାଇଜର ସେଇଭଳିଆ ମଞ୍ଜି ଗୁଡ଼ିକ ତା ଭିତରେ ଥାଏ। କୋଚିଳା ଗଛ ତାକୁ କୁହାଯାଏ। ମୁଁ କହିବାର ଉଦ୍ଦେଶ୍ୟ ହେଉଛି, ଆପଣ ସେଇ ଗଛ, କାହିଁକିନା ଏଇ ଗଛଟି ଆପଣଙ୍କ ପାଇଁ ଭାଗ୍ୟ ପରିବର୍ତ୍ତନ କରିବ କେମିତି? ଆପଣ ଯଦି ଆପଣଙ୍କ ବାଡ଼ିରେ ସେ ଗଛଟି ଲଗେଇବେ ନେଇକରି, ଯେଉଁ ଗଛ ଗୁଡ଼ିକ ଆପଣ ଫୁଲ କୁଣ୍ଡରେ ଲଗେଇ ପାରିବେ ସେ ଗଛ ଅଲଗା ଅଛି। ଆପଣ କହିବେ ନାହିଁ, ମନେକର ଆମେ କହିବା ଗୋଟେ ବରଗଛ, ବରଗଛ ଗୋଟେ କ'ଣ ଫୁଲ କୁଣ୍ଡରେ ଲଗେଇ ହବ? ଲଗେଇ ହବ ନାହିଁ। କିନ୍ତୁ ଯୋଉ ଗଛଟି ଫୁଲ କୁଣ୍ଡରେ ଲଗେଇ ହବ ତାକୁ ଫୁଲ କୁଣ୍ଡରେ ଲଗେଇବେ, ଯେଉଁ ଗଛଟି ବାରିରେ ଲଗେଇ ହବ ଆପଣ ଘର ପାଖରେ ସେଇଭଳିଆ ଗଛଟିଏ ଲଗେଇବେ, ଆଉ ଯୋଉ ଗଛଟି ବେଶୀ ବଡ଼ ବଡ଼ ଗଛ ତାକୁ ଆପଣ ଅଲଗା ଜାଗାରେ, ଟିକେ ଦୂର ଜାଗାରେ, ନିରୋଳା ଜାଗାରେ ତାକୁ ଲଗେଇ ପାରିବେ। ଆଉ ଗଛର ମଧ୍ୟ ଶକ୍ତି ଅଛି, ବହୁତ ଶକ୍ତି ଅଛି। ଆପଣ ଗଛକୁ ଭକ୍ତି କରନ୍ତୁ, ସେଥିରେ ପାଣି ଦିଅନ୍ତୁ, ଟିକେ ଭକ୍ତି କରନ୍ତୁ, ଆପଣଙ୍କର ଯାହା ଦୁଃଖ ଗଛକୁ ଜଣାନ୍ତୁ, ଦେଖିବେ ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ନିଶ୍ଚୟ ଆସିବ। ସେ ଗଛଟିକୁ ଆପଣ ଆପଣଙ୍କର ଦୁଃଖ ଜଣାନ୍ତୁ, ଆପଣ କ'ଣ ଚାହୁଁଛନ୍ତି। ତେଣୁ ଅଶ୍ୱିନୀ ନକ୍ଷତ୍ର ଯେଉଁମାନଙ୍କର, ସେମାନଙ୍କ ପାଇଁ ହେଲା କୋଚିଳା ଗଛ। ଆଉ ଦ୍ୱିଜା ନକ୍ଷତ୍ର ଯେଉଁମାନଙ୍କର 2/1, ସେମାନଙ୍କର ହେଉଛି ଅଁଳା ଗଛ। ଇଏ ତ ବହୁତ ଫେମସ୍ ଗଛ, ଆପଣ ଜାଣିଛନ୍ତି ଅଁଳା ଗଛ, ତାକୁ ପୂଜା କରିପାରିବେ। ଆଉ ଯେଉଁମାନଙ୍କର କୃତିକା ନକ୍ଷତ୍ର, ଡିମ୍ବିରି ଗଛ ବା ଡିମିରି ଗଛ ବୋଲି ତାକୁ କୁହାଯାଏ। ଛୋଟିଆ ଛୋଟିଆ ଫଳ ମାନେ ହୁଏ, ଡିମିରି ଗଛ ବୋଲି ତାକୁ କୁହାଯାଏ। ଆଉ ଯେଉଁମାନଙ୍କର ରୋହିଣୀ,
ସେମାନେ ହେଲେ କଣ, ତାଙ୍କର ହେଲା ଜାମୁ ଗଛ। ଯୋଉ ଜାମୁ କୋଳି, ବର୍ଷା ଦିନେ ଯୋଉ ଜାମୁ କୋଳି ହୁଏ, ସେଇ ଗଛ, କଳା କଳା ଫଳ, ଛୋଟିଆ ଛୋଟିଆ ଏଡ଼ିକି ଏଡ଼ିକି ସାଇଜର, ସେଇ ଗଛ ଗୁଡିକ, ସେଇ ଫଳ ଗୁଡିକ, ସେଇଟା ହେଲା କାହା ପାଇଁ ନା ଯୋଉମାନଙ୍କର ରୋହିଣୀ ନକ୍ଷତ୍ର, ମାନେ 4/2 ଯୋଉମାନଙ୍କର ରାଶିଟି। ଆଉ ଯୋଉମାନଙ୍କର ମୃଗଶିରା, ତାଙ୍କର ହଉଛି କଇଁଥ ଗଛ। ବନ୍ଧୁଗଣ, କଇଁଥ ବୋଲି ଗୋଟିଏ ଗଛ, କଇଁଥ କହନ୍ତି, କଇଁଥ ବି କହନ୍ତି। ସେ ଯୋଉ ଗଛଟି, ସେ ଗଛରେ ଟେନିସ ବଲ ସାଇଜର ଫଳ ଗୁଡିଏ ହୁଏ। ଆଉ ଟିକେ ଛୋଟ ସାଇଜର ଗୋଲ ଗୋଲ ଫଳ ଗୁଡିକ ହୁଏ। ଉପରଟି ଭାରି ଟାଣ ଥାଏ। ତାକୁ ଭାଙ୍ଗିଦେଲେ ତା ଭିତରେ ଯାହା ଅଛି ତାକୁ ଲୋକ ଖାଆନ୍ତି। ସେଟା ଗୋଟେ ଖାଇବା ଜିନିଷ, କଇଁଥ ଗଛ। ଆଚ୍ଛା, ଆଦ୍ରା ଯୋଉମାନଙ୍କର, ତାଙ୍କର ହଉଛି ଲାଲ ଚନ୍ଦନ। ଲାଲ ଚନ୍ଦନ ଗଛ କହିବାରେ, ବୁଝିବାରେ କାରି ଅସୁବିଧା ହବ ନାହିଁ। ପୁନର୍ବସୁ, ପୁନର୍ବସୁଙ୍କର ବାଉଁଶ ଗଛ। ପୁଷ୍ୟା, ଅଶ୍ୱସ୍ଥ ଗଛ। ଅଶ୍ଲେଷା, ନାଗଚମ୍ପା ଗଛ। ମଘା, ବରଗଛ। ପୂର୍ବା ଫାଲ୍ଗୁନୀ ନକ୍ଷତ୍ର, ତାଙ୍କର ହଉଛି ପଳାଶ ଗଛ ବି ହେଇପାରିବ, ଅଶୋକ ଗଛ ବି ହେଇପାରିବ। ଯୋଉମାନଙ୍କର ଉତ୍ତରା ଫାଲ୍ଗୁନୀ, କନିଅର ଗଛ। ହସ୍ତା, କ୍ଷୀରକୋଳି ଗଛ। ଚିତ୍ରା, ବେଲ ଗଛ। ସ୍ୱାତି, ଅର୍ଜୁନ ବୃକ୍ଷ। ବିଶାଖା, କଇଁଥ। ଅନୁରାଧା, ଶମୀ ଗଛ। ଗୋଟେ ଶମୀ ବୋଲି ଗୋଟେ ଗଛ ଅଛି, ଯାହାକି ଶନିଙ୍କ ପାଇଁ ପୂଜା କରାଯାଏ। ଶମୀ ଗଛ, ତା ଶନି ଗଛ ନୁହଁ, ଶମୀ ଗଛ। ଆଉ ଜ୍ୟେଷ୍ଠା, କପା, ଯୋଉ କାର୍ପାସ ଯୋଉ କୁହନ୍ତି, କପା ଗଛ। ମୂଳା, ଡିମ୍ବିରି ଗଛ ବା ଡିମ୍ବିରି ଗଛ। ପୂର୍ବାଷାଢା, ବେତ ଗଛ। ବେତ ଯୋଉଟା ଆମର ସବୁ ଫର୍ଣ୍ଣିଚର ମାନେ ତିଆରି ହଉଛି, ଆଗ କାଳେ ଶିକ୍ଷକ ମାନେ ସବୁ ପିଟୁଥିଲେ ଛୁଆ ମାନଙ୍କୁ, ତାକୁ କହନ୍ତି ବେତ ଗଛ। କଣ୍ଟା କଣ୍ଟା, ତା ଦେହରେ ବହୁତ ମୁନିଆ ମୁନିଆ କଣ୍ଟା ସବୁ ଥାଏ। ଉତ୍ତରାଷାଢା, ପଣସ ଗଛ। ଶ୍ରବଣା, ରବର ଗଛ। ଧନିଷ୍ଠା, ଶମୀ ଗଛ। ଶତଭିଷା, କଦମ୍ବ ଗଛ। ବନ୍ଧୁଗଣ, କଦମ୍ବ ଗଛଟି ଇଏ ବହୁତ ପପୁଲାର ଗଛ। ଆଉ ଭାଗବତ ବା ଯେକୌଣସି ଆମର କୃଷ୍ଣଙ୍କ ସମ୍ବନ୍ଧୀୟ ଯେତିକ ବହି ଅଛି, ସେଥିରେ କଦମ୍ବ ଗଛର ମହତ୍ଵଟି ବର୍ଣ୍ଣନା କରାଯାଇଛନ୍ତି। କଦମ୍ବ ଗଛ, ତାର ଫଳଟି ହଉଛି ଟେନିସ ବଲ ଭଳିଆ, ଭାରି ସଫ୍ଟ, ତା ଉପରଟା ବହୁତ ସଫ୍ଟ, କଦମ୍ବ ଗଛ। ଆଉ ପୂର୍ବ ଭାଦ୍ରପଦ, ଆମ୍ବ ଗଛ। ଉତ୍ତର ଭାଦ୍ରପଦ, ନିମ୍ବ ଗଛ। ରେବତୀ ହଉଛି ମହୁଆ ଗଛ। ତାର ବନ୍ଧୁଗଣ, ଏଇ ଯୋଉ ଗଛ କଥା ମୁଁ କହିଲି, ଯେଉଁ ଗଛ ଗୁଡିକ ଆପଣ ଫୁଲ କୁଣ୍ଡରେ ଲଗେଇ ପାରିବେ, ତାକୁ ଲଗେଇ ପାରିବେ। ଆଉ ଯେଉଁ ଗଛ ଗୁଡିକ ଆପଣ ଲଗେଇ ନହବ, ଘର ପାଖରେ ଯଦି କୋଉଠି ଜାଗା ଅଛି ଆପଣଙ୍କର, ସେଠି ଲଗେଇ ପାରିବେ। ଆଉ ବେଶୀ ଯଦି ବଡ ବଡ ଗଛ ହେଇଗଲା, ଯେମିତି ମନେକର ବରଗଛ କି ଅଶ୍ୱସ୍ଥ ଗଛ, ସେଗୁଡିକ ଘରଠାରୁ ଟିକେ ଦୂରରେ ଲଗେଇବେ। ଆଉ ଆପଣ ଲଗେଇଲେ ବି ହବ, ନହେଲେ ଯୋଉଠି ଅଛି ସେ ଗଛ, ଆପଣ ସେଠି ଯାଇକିରି ତାଙ୍କର ପୂଜା ବି କରିପାରିବେ। ମନେକର ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର, କନିଅର ଗଛ। କନିଅର ଗଛ ତ ସବୁଠାଇ ମିଳୁଛି। ଆପଣଙ୍କର ଶୁଭ କାମରେ ଯାଉଛନ୍ତି, କନିଅର ପତ୍ର ଦି ଚାରୋଟି ଆପଣ ଯଦି ପକେଟରେ ରଖିକି ଯାଇଛନ୍ତି, ଗୋଟିଏ ବି ରଖିକି ଯାଇଛନ୍ତି, ଆପଣଙ୍କ ପାଇଁ ଶୁଭପ୍ରଦ ହବ। ଆଉ ଯେତିକି ଗଛ ମୁଁ କହୁଛି ବନ୍ଧୁଗଣ, ଏଇ ଜିନିଷଟି ଆପଣଙ୍କ, ଏଇ ଗଛଟି ଆପଣ କେବେ ଲଗେଇବେ, ସେଇଟା ହଉଛି ବଡ କଥାଟିଏ। ଆପଣଙ୍କର ଯୋଉ ନକ୍ଷତ୍ର, ସେଇ ନକ୍ଷତ୍ର ଯୋଉ ଦିନ ହେଇଛନ୍ତି, ଆପଣ ସେଇ ଦିନଟି ସେ ଗଛଟି ଲଗେଇ ପାରିବେ। ମନେକର ଆପଣ ଗୋଟେ ଅର୍ଜୁନ ବୃକ୍ଷ ଲଗେଇବାକୁ ଚାହୁଁଛନ୍ତି, ଆପଣ ସେଦିନ ସ୍ୱାତି ନକ୍ଷତ୍ର ଯୋଉ ଦିନ ହେଇଥିବ, ଆପଣ ସେଇ ଗଛଟି ସେଇଦିନ ଲଗେଇ ପାରିବେ। ବେଲ ଗଛଟିଏ ଲଗେଇବାକୁ ଚାହୁଁଛନ୍ତି, ଯୋଉଦିନ ଚିତ୍ରା ନକ୍ଷତ୍ର ହେଇଛନ୍ତି, ଆପଣ ସେଇଦିନ ବେଲ ଗଛଟିଏ ଲଗେଇ ପାରିବେ। ଏଇ ଗଛ ଗୁଡିକ ଯଦି ଆପଣ ସମ୍ମାନ କରିବେ, ପୂଜା କରିବେ, ତାହେଲେ ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ନିଶ୍ଚୟ ହବ। ଏହା ଶାସ୍ତ୍ରରେ ଉଲ୍ଲେଖ ଅଛି। ତେଣୁ ଏଇଭଳିଆ ଜିନିଷ ଗୁଡିକ ଆମେ ଯଦି ବ୍ୟବହାର କରିବା, ମାନିବା, ଏ କଥା ଗୁଡିକ ଆମ ପାଇଁ ନିଶ୍ଚିତ ଭାବରେ ଭଲ ହବ। ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ନିଶ୍ଚିତ ଭାବରେ ବୁଝି ସାରିବେଣି। ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ହଉ, ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।